କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ହାଇଡ୍ରୋ ଏନର୍ଜି ବିଷୟରେ କଥା ହେବା। ଜଳଶକ୍ତି ବିଷୟରେ। ଜଳଶକ୍ତି, ଯାହାକୁ ଜଳବିଦ୍ୟୁତ ମଧ୍ୟ କୁହାଯାଏ, ତାହା ଜଳ ଚଳନରୁ ଉତ୍ପାଦିତ ଶକ୍ତି। ଏହା ଏକ ନବୀକରଣୀୟ ଏବଂ ସ୍ୱଚ୍ଛ ଶକ୍ତିର ଉତ୍ସ। ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକ ବଡ଼ ଜଳ ଭଣ୍ଡାରରେ ପାଣି ସଂରକ୍ଷଣ କରିବା ପାଇଁ ଡ୍ୟାମ୍ ବ୍ୟବହାର କରନ୍ତି। ଯେତେବେଳେ ପାଣି ଟର୍ବାଇନ୍ ମାଧ୍ୟମରେ ପ୍ରବାହିତ ହୁଏ, ତାହା ବିଦ୍ୟୁତ୍ ଉତ୍ପାଦନ ପାଇଁ ସେଗୁଡ଼ିକୁ ଘୂରାଇଥାଏ। ଜଳବିଦ୍ୟୁତ ଶକ୍ତି କ୍ଷତିକାରକ ଗ୍ୟାସ୍ କିମ୍ବା ବାୟୁ ପ୍ରଦୂଷଣ ମୁକ୍ତ କରେ ନାହିଁ। ଏହା ଶକ୍ତି ଉତ୍ପାଦନର ସବୁଠାରୁ ପୁରୁଣା ପଦ୍ଧତି ମଧ୍ୟରୁ ଗୋଟିଏ। ବଡ଼ ନଦୀ ଏବଂ ଜଳପ୍ରପାତ ଜଳବିଦ୍ୟୁତ କେନ୍ଦ୍ର ପାଇଁ ଆଦର୍ଶ ସ୍ଥାନ। ଜଳବିଦ୍ୟୁତ ଶକ୍ତି ବିଦ୍ୟୁତର ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ଯୋଗାଣ ପ୍ରଦାନ କରେ। ଅନେକ ଦେଶ ସେମାନଙ୍କର ଶକ୍ତି ଆବଶ୍ୟକତାର ଏକ ପ୍ରମୁଖ ଅଂଶ ପାଇଁ ଜଳବିଦ୍ୟୁତ ଉପରେ ନିର୍ଭର କରନ୍ତି। ଏହା ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ପରିବେଶକୁ ସୁରକ୍ଷା ଦିଏ। କ୍ଷୁଦ୍ର ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକ ଦୂରଦୂରାନ୍ତ ଏବଂ ପାହାଡ଼ିଆ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ କରିପାରିବେ। ଜଳବିଦ୍ୟୁତ ପାଇଁ ନିର୍ମିତ ଡ୍ୟାମ୍ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ। ଡ୍ୟାମ୍ ନିର୍ମାଣ ସ୍ଥାନୀୟ ବନ୍ୟପ୍ରାଣୀକୁ ପ୍ରଭାବିତ କରିପାରେ ଏବଂ ସମ୍ପ୍ରଦାୟଗୁଡ଼ିକୁ ବିସ୍ଥାପିତ କରିପାରେ। ଭାରତର ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭାକ୍ରା, ନାଙ୍ଗଲ, ତେହରୀ ଏବଂ ସର୍ଦ୍ଦାର ସରୋବର ଅନ୍ତର୍ଭୁକ୍ତ। ଭବିଷ୍ୟତ ପାଇଁ ସ୍ଥାୟୀ ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବାରେ ଜଳଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।